ଶାନ୍ତି। ଆଜି 17/5/2025 ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ଆମକୁ ବହୁତ କଥା ଶିଖଉଛନ୍ତି। ଆଜି ଗୋଟିଏ ଆମର ସମସ୍ୟାର ସମାଧାନ ହେବା ପାଇଁ ବାଟ ବତେଇଛନ୍ତି। କ'ଣ ସମସ୍ୟା? ସାଧାରଣତଃ ଲୋକମାନେ ବା ବ୍ରହ୍ମାବତ୍ସମାନେ କୁହନ୍ତି ଆମର ଯୋଗ ଲାଗୁନି, ଯେତେ ଚେଷ୍ଟା କଲେ କାହିଁ ଯୋଗ ଲାଗୁନି, ପ୍ରାୟ ଶୁଣିବାକୁ ମିଳେ। ବାବା କହୁଛନ୍ତି ଯୋଗ ଲାଗିବାର ଆଧାର କ'ଣ? ସେ ଆଧାରଟାକୁ ତୁମେମାନେ ଜାଣ। ଯେକୌଣସି ସମସ୍ୟା ସମାଧାନ ହେବା ପାଇଁ ତାର କାରଣ ଜାଣିଲେ ଆମେ ନିବାରଣ କରିପାରିବା। ତେଣୁ ବାବା ଆଜି ତାର ଆଧାରଟିକି ବତେଇ ଦେଲେ। କହିଲେ ବାବାଙ୍କ ସହିତ ଯାହାର ଅତୁଟ ପ୍ୟାର ଥିବ, ସେ ବହୁତ ଭଲ ପାଉଥିବ, ଦିଲ୍ ସେ ଭଲ ପାଉଥିବ, ଦିଲ୍ ସେ କହୁଥିବ ମେରା ବାବା, ତାର ଯୋଗ ଲାଗିବ। ଯେମିତି ଆମେ ଲୌକିକ ପିତାକୁ ହୃଦୟର ସହିତ ମାନି ନେଇଛେ, ଗ୍ରହଣ କରିଦେଇଛେ, ବହୁତ ଭଲ ପାଉଛେ, ଆମର ଯେଉଁଠି ଥିଲେ ବି ସେ ମନେ ପଡ଼ିଯାଉଛନ୍ତି। ସେମିତି ଇଏ ନିରାକାରୀ, ଆଙ୍କର ଶରୀର ନାହିଁ ବୋଲି, ଶରୀରଟା ଆମ ଆଖିକି ଦେଖାଯାଉନି ବୋଲି ଆମେ ମନେ ପକେଇ ପାରୁନେ। କିନ୍ତୁ ବାବା କହୁଛନ୍ତି ଯଦି ଅତୁଟ ପ୍ୟାର ରହିବ ମନରେ, ତାହା ହେଲେ ନିଶ୍ଚୟ ଯୋଗ ଲାଗିବ। ବାବା କହୁଛନ୍ତି ପୁଣି କେମିତି ଆଉ ଥରେ ଭଲରେ ବୁଝେଇ ଦେଲେ। ନିଜକୁ ଯଦି ଆମେ ଶରୀର ଭାବିବା, ବାବାଙ୍କର ତ ଶରୀର ନାହିଁ, ଆମେ ନିଜକୁ ଆତ୍ମା ବୋଲି ଭାବିବା, ବିନ୍ଦୁ ବୋଲି ଭାବିବା। ବାବାଙ୍କର ସେ ବି ବିନ୍ଦୁ, ସିଏ ନିରାକାର, ମୁଁ ବି ବିନ୍ଦୁ, ମୁଁ ନିରାକାର। ନିଜକୁ ଆତ୍ମା ଭାବି, ଆତ୍ମା ଭାନରେ ରହି ବାବାଙ୍କୁ ପ୍ୟାର ସେ ଡାକିଲେ ଯୋଗ ଲାଗିବ। ବାବାଙ୍କୁ ନିଜର କଥାବାର୍ତ୍ତା ହେବା ତାଙ୍କ ସହିତ, ବାବାଙ୍କ ସାଥିରେ ବସି ସତରେ ଯେମିତି ନିଜର ପିତାଙ୍କ କୋଳରେ ବସିକି ମୁଁ କଥା ହେଉଛି, ସେଇଭଳି ଅନୁଭବ କଲେ ଯୋଗ ନିଶ୍ଚୟ ଲାଗିବ। ବାବା କହୁଛନ୍ତି ପୁଣି ଯଦି ସଂଶୟ ବୁଦ୍ଧି ରହୁଛି, ତାହା ହେଲେ ଯୋଗ ଲାଗିବନି। ଯୋଗ ହେବା ପାଇଁ ନିଶ୍ଚୟ ବୁଦ୍ଧି ଦରକାର। କ'ଣ ନିଶ୍ଚୟ ଆମେ ହେବା? ବାବାଙ୍କର ତ ଶରୀର ନାହିଁ, ସିଏ ହେଲେ ନିରାକାର। ସେ ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି ତାଙ୍କ ଆତ୍ମା ପାଖରେ ବସି ଆମକୁ ଜ୍ଞାନ ଶୁଣାଉଛନ୍ତି। ଏଇଟା ଯଦି ଆମେ ଭଲରେ ବୁଝିଯିବା, ମାନିଯିବା ମନରେ, ତାହେଲେ ବି ଆମର ଯୋଗ ଲାଗିବ। ବାବା କହୁଛନ୍ତି ତୁମର ଯୋଗ ଲାଗିଲେ ହିଁ ତୁମେ କଣ୍ଟାରୁ ଫୁଲ ହେବ। ଏବେ ଏଇ କଣ୍ଟା ଦୁନିଆ ବା ଜଙ୍ଗଲ ବା କଳିଯୁଗ ହେଉଛି ଜଙ୍ଗଲ ସାଙ୍ଗେ ସମାନ। କିନ୍ତୁ ଆମେ ଉପବନକୁ ଯିବା, ଫୁଲ ବଗିଚାକୁ ଯିବା, ସତ୍ୟ ଯୁଗକୁ ଯିବା, ତାମାନେ ଆମକୁ ଫୁଲ ହେବାକୁ ପଡ଼ିବ। ଏଇ କଣ୍ଟାରୁ ଫୁଲ ହେବା କେମିତି? ଏଇ ଯୋଗ ଦ୍ୱାରା। ତମ ପ୍ରଧାନରୁ ସତ ପ୍ରଧାନ ହେବା, ନଷ୍ଟ ଦୁନିଆରୁ ବା ଏଇ ଭ୍ରଷ୍ଟ ଦୁନିଆରୁ ଶ୍ରେଷ୍ଠ ଦୁନିଆକୁ ଯିବା, ଆତ୍ମନିଶ୍ଚୟ କରି ଆମେ ଜ୍ଞାନ ଶୁଣିବା ବା ପାଠ ପଢ଼ିବା, ବାବାଙ୍କ ସହିତ ଯୋଗ ଲଗେଇବା, ତାହେଲେ ଏସବୁ ସମ୍ଭବ ଆମ ପାଇଁ ହେବ। ବାବାଙ୍କର ଆମେ ଅନେକ ମହିମା ଶୁଣିଛେ। ତାଙ୍କର ରୂପ ଏକ କିନ୍ତୁ ମହିମା ଅନେକ। କ'ଣ ରୂପ? ସମସ୍ତେ ପ୍ରାୟ ଶିବଙ୍କୁ ଲିଙ୍ଗ ହିସାବରେ ସ୍ଥାପନା କରି ପୂଜା କରୁଛନ୍ତି, କିନ୍ତୁ ପ୍ରକୃତରେ ପରମପିତା ପରମାତ୍ମା ଶିବ ଭଗବାନ ନିରାକାର। କିନ୍ତୁ ଯେହେତୁ ବିନ୍ଦୁ ବା ସୂକ୍ଷ୍ମାତି ସୂକ୍ଷ୍ମ ଜ୍ୟୋତିର୍ବିନ୍ଦୁ, ଯିଏକି ସ୍ଥୂଳ ନୟନରେ ଦେଖାଯାଆନ୍ତି ନାହିଁ, ତେଣୁ ତାଙ୍କୁ ଗୋଟିଏ ଲିଙ୍ଗ ଆକାରରେ ରଖି ଭକ୍ତାତ୍ମା ମାନେ ପୂଜା କରୁଛନ୍ତି। ତାଙ୍କର ବି ଅନେକ ମହିମା। ସେଇ ଲିଙ୍ଗ କିନ୍ତୁ ତାଙ୍କୁ କିଏ କହିଲାଣି ପାପକଟେଶ୍ୱର, କିଏ କହିଲାଣି ମହାକାଳ, କିଏ କହିଲାଣି ମହାଦେବ, କିଏ କେତେ ପ୍ରକାରର ନାଁ। ଯଦି ଆମେ ବାବାଙ୍କୁ ଠିକରେ ବୁଝିବା, ଆମେ କଣ୍ଟାରୁ ଫୁଲ ହେବା। ଯଦି ତାଙ୍କ ବିପରୀତରେ ଯିବା, ତାମାନେ କଣ୍ଟା ତ କଣ୍ଟା, ବବୁଲୁ କଣ୍ଟା ହେବା। କଣ୍ଟା ଭିତରେ ବି ଅନେକ ଫରକ ଅଛି, ଫୁଲ ଭିତରେ ଯେମିତି ଅନେକ ଫରକ ଅଛି। କିଏ ବାବାଙ୍କ କଥା ଶୁଣି ମଲ୍ଲି ଫୁଲ ହେବ, କିଏ ଗୋଲାପ ଫୁଲ ହେବ, କିଏ ଟଗର ଫୁଲ ହେବ। ସେମିତି ଯିଏ ଅବାଟରେ ଯିବ, ସିଏ ବି ବରକୋଳି କଣ୍ଟା ହେଇପାରେ, ବବୁଲୁ କଣ୍ଟା ବି ହେଇପାରେ। ବାବା ସବୁ ବୁଝେଇ ଦେଉଛନ୍ତି। ବାବା ସେଥିପାଇଁ କହୁଛନ୍ତି
ଭାଗୀରଥଙ୍କ ଶରୀରରେ ଭାଗ୍ୟବାନ ରଥ ହେଲେ ବ୍ରହ୍ମା ବାବା ତାଙ୍କ ଶରୀରରେ ପ୍ରବେଶ କରି ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ଏ ଗୀତା ଜ୍ଞାନ ଦେଉଛନ୍ତି। ସେ ଜ୍ଞାନର ସାଗର, କ୍ଷମାର ସାଗର, କରୁଣାର ସାଗର, ସୁଖର ସାଗର, ଶାନ୍ତିର ସାଗର, ଯେତେ ପ୍ରକାର ମହିମା କଲେ ସେ ହିଁ ଜଣେ, ସେଇ ଶିବ ବାବା। କିନ୍ତୁ ସେ ନିଜର ଯେହେତୁ ମୁଖ ନାହିଁ, ନିରାକାର ବ୍ରହ୍ମା ବାବାଙ୍କ ଶରୀରରେ ପ୍ରବେଶ କରି କହୁଛନ୍ତି। ଆମେ ଏଇଟାକୁ ଯଦି ଭଲରେ ବୁଝିଯିବା, ନିଶ୍ଚୟ ବୁଦ୍ଧିରେ ଗ୍ରହଣ କରିବା, ତାହା ହେଲେ ବାବାଙ୍କ ସହିତ ଆମର ଯୋଗ ଲାଗିବ। ବାବା କହୁଛନ୍ତି କୁମାରୀମାନଙ୍କୁ ପୂଜା କରାଯାଉଛି। କାହିଁକି? ପବିତ୍ରତାର ବଳ ଏତେ। ବାବା ସବୁବେଳେ କହୁଛନ୍ତି ସେ ତ ପତିତ ପାବନ, ପତିତ ଆତ୍ମାମାନଙ୍କୁ ପାବନ କରିବା ପାଇଁ ଆସିଛନ୍ତି। ବାବା କହୁଛନ୍ତି କିଏ ପୁରୁଷାର୍ଥ କର ବା ନ କର, ମୋତେ ଚିହ୍ନ ବା ନ ଚିହ୍ନ, କିନ୍ତୁ ସମସ୍ତେ ପାବନ ହେବାକୁ ବାଧ୍ୟ, ପବିତ୍ର ହେବାକୁ ବାଧ୍ୟ। ପ୍ରତ୍ୟେକ ଆତ୍ମା ପବିତ୍ର ହେଲେ ଇଏ ସୃଷ୍ଟିର ଅନ୍ତ ସମୟ, ସମସ୍ତେ ଯିବା ଆମର ପବିତ୍ର ଧାମ, ଶାନ୍ତି ଧାମ। ତେଣୁ ସମସ୍ତଙ୍କୁ ପବିତ୍ର ହେବାକୁ ପଡ଼ିବ। କିନ୍ତୁ ଆମେ ବୁଝିବା ଦରକାର, ଆମେ ବାବା ଆସିଛନ୍ତି ଆମକୁ ସ୍ୱର୍ଗକୁ ନେବା ପାଇଁ, ଶାନ୍ତିଧାମ ବା ମୁକ୍ତିଧାମ ନେବେ। ମୁକ୍ତିଧାମରୁ ଜୀବନ ମୁକ୍ତିଧାମ ବା ସ୍ୱର୍ଗଧାମକୁ ପଠେଇବେ। ପୁଣି ସେ ହେଉଛନ୍ତି ମୁକ୍ତିଦାତା, ଜୀବନ ମୁକ୍ତିଦାତା। ଜୀବନ ମୁକ୍ତି ଦାତା, ଯାହା ହାତରେ ସବୁ ପାୱାର ଅଛି, ସେ ଯାହା ଚାହିଁବେ କରିପାରିବେ। ସିଏ ମୁକ୍ତିଧାମକୁ ନେବେ, ସିଏ ଜୀବନ ମୁକ୍ତିଧାମକୁ ପଠେଇବେ। ସିଏ ଆମର ମୁକ୍ତି ଜୀବନ ମୁକ୍ତି ଦାତା। ସେହି ହିଁ ଆସିଛନ୍ତି, ସିଏ ପାଠ ପଢ଼ଉଛନ୍ତି। ତାଙ୍କ ପାଠ ଆମେ ଶୁଣିବା, ମନେ ରଖିବା, ଧାରଣା ଯୁକ୍ତ ହେବା, ପୁଣି ତାଙ୍କୁ ସବୁବେଳେ ସ୍ମୃତିରେ ରଖିଲେ ହିଁ ତାଙ୍କ ବାଟରେ ଆମେ ଚାଲିପାରିବା। ଏତିକି ହେଲା କଥା। ଏଥିପାଇଁ ନିଶ୍ଚୟ ବୁଦ୍ଧି ଦରକାର। କୁମାରୀମାନଙ୍କୁ କାହିଁକି ପୂଜା କରାଯାଉଛି? ଆମେ ଦେଖିଛେ ଦଶହରା ସମୟରେ କେତେକଙ୍କ ଘରେ କୁମାରୀମାନଙ୍କୁ ପୁରା ନୂଆ ବସ୍ତ୍ର ପରିଧାନ କରି ଭୋଗ ଲଗେଇ ପୂଜା ପାଠ କରନ୍ତି। କାହିଁକି? କୁମାରୀ ହେଉଛନ୍ତି ପବିତ୍ର। କିନ୍ତୁ ସେହି କୁମାରୀ ଯେତେବେଳେ ବିବାହ କରିଦିଏ, ସେଇ କୁମାରୀକୁ ଅନ୍ୟମାନେ ମୁଣ୍ଡିଆ ମାରନ୍ତି, ପ୍ରଣିପାତ ହୁଅନ୍ତି ତାଙ୍କ ପାଖରେ, ଦେବୀ ସମାନ ତାଙ୍କୁ ମାନନ୍ତି। କିନ୍ତୁ ସିଏ ବିବାହ କରିଦେଲା ପରେ ସିଏ ଅନ୍ୟମାନଙ୍କୁ ପ୍ରଣିପାତ କରେ ବା ମୁଣ୍ଡିଆ ମାରେ। କାରଣ ସେ ପତିତରୁ ପବିତ୍ରରୁ ପତିତ ହେଇଗଲା। ପତିତ ହେଇଗଲେ ଆମ ଆତ୍ମାର ଭାଲ୍ୟୁ କମିଯାଉଛି, ଆମ ଜୀବନର ଭାଲ୍ୟୁ ବି କମିଯାଉଛି। ଆମକୁ ଯେତେ ସବୁ ଆଦର କରନ୍ତି, ସେ ଆଦର ବି କମିଯାଉଛି। ଇଏ ତ ହେଉଛି ବେଶ୍ୟାଳୟ, ବିଷ ଆଳୟ, ଚାରିଆଡ଼େ ବିଷ। ଏଇ ପତିତରୁ ହିଁ ଜନ୍ମ ହେଉଛନ୍ତି, ସୃଷ୍ଟି ହେଉଛନ୍ତି। କିନ୍ତୁ ବେଶ୍ୟାଳୟଟା ଆମର ହେବ ଶିବାଳୟ। ଶିବ ପ୍ରତିଷ୍ଠା କରୁଛନ୍ତି ନା, ତା ନାଁ ହେଲା ଶିବାଳୟ। ଆମେ ସେଇ ଶିବାଳୟକୁ ଯିବା। ସେଇ ଶିବଙ୍କ ଆଳୟକୁ ଯିବା ପାଇଁ ମନୁଷ୍ୟକୁ ତ ଶିବାଳୟର ନାଁ ବି ଜଣା ନଥିଲା। ଶିବ ପ୍ରତିଷ୍ଠା କରୁଛନ୍ତି ବୋଲି ତା ନାଁ ଶିବାଳୟ ବୋଲି ମଣିଷକୁ ଜଣା ନଥିଲା। ସ୍ୱୟଂ ପରମପିତା ପରମାତ୍ମା ଆସିକି ଏ କଥା କହିଦେଉଛନ୍ତି। କିନ୍ତୁ ଆମେ କେବେ ହେଲେ ଭାବୁନେ ଯେ ବାବା ଥିଲେ କେଉଁଠି, ଆସିଛନ୍ତି କେଉଁଠିକି। ପରମ ଧାମରେ ଥିଲେ, ବର୍ତ୍ତମାନ ଏଇ ସଙ୍ଗମ ଯୁଗରେ ଆସିଛନ୍ତି। ତାଙ୍କର କର୍ତ୍ତବ୍ୟ ହେଉଛି ପତିତ ପାବନ ହେଇ ଆସିଛନ୍ତି, ସମସ୍ତଙ୍କୁ ପବିତ୍ର କରି ସାଥିରେ ନେବେ। ଆମେ ସେ କଥାକୁ ନ ଭାବି ଆମେ କହିଦେଉଛେ କୁକୁର, ବିଲେଇ, ମାଛ, କଇଁଛ ସବୁ ଭିତରେ ଭଗବାନ ଅଛନ୍ତି, ସିଏ ସର୍ବବ୍ୟାପୀ। ଆରେ ସିଏ ଯଦି ସର୍ବବ୍ୟାପୀ, ଚାରିଆଡ଼େ ଅଛନ୍ତି, ପୁଣି ଆସିଲେ କୁଆଡ଼ୁ? ସବୁଠି ତ ଅଛନ୍ତି। ଆଉ ସବୁ କଥାରେ ଉପରବାଲା ଜାଣିଛି କହିକି ଆଙ୍ଗୁଠି ଦେଖେଇକି କହିଲେ, ତାମାନେ କେତେ ବଡ଼ ଭୁଲ ତଥ୍ୟକୁ ଆମେ ମନରେ ବାନ୍ଧି ଦେଇଛେ। ତେଣୁ ଆମକୁ ବାବା ଆସିଛନ୍ତି ବୋଲି କହିଲେ ବି ଆମେ ସତ୍ୟ ମାନୁନେ ବା ନିଶ୍ଚୟରେ ଗ୍ରହଣ କରିପାରୁନାହିଁ। ଆମେ ନିଜେ ପୁରୁଷୋତ୍ତମ ଥିଲେ, ମର୍ଯ୍ୟାଦା ପୁରୁଷୋତ୍ତମ ଥିଲେ, ଆମେ ହିଁ ନର୍କବାସୀ ହୋଇଛେ। କାରଣ କ'ଣ? କାରଣ ଆମ ଆତ୍ମା
ପବିତ୍ର ଥିଲା, କିନ୍ତୁ ଆତ୍ମା ବିକାରଗ୍ରସ୍ତ ହୋଇକି ପତିତ ହୋଇଗଲା। ତେଣୁ ଆମେ ପୁରୁଷୋତ୍ତମ ଥିଲେ, ବର୍ତ୍ତମାନ ଯେହେତୁ ସବୁ ଦିବ୍ୟ ଗୁଣ ହରେଇ ଦେଲେ, ବିକାରକୁ ଆଶ୍ରୟ କଲେ, ସ୍ୱଧର୍ମକୁ ଭୁଲି ପରଧର୍ମକୁ ଆମେ ଆଦର କଲେ, ଆମର ସ୍ୱଧର୍ମ ସୁଖ ଶାନ୍ତି ଆନନ୍ଦ ପ୍ରେମ ସବୁକୁ ଭୁଲି ରାବଣର ଧର୍ମ ହେଉଛି କାମ କ୍ରୋଧ ଲୋଭ ମୋହ ଅହଙ୍କାର ଇତ୍ୟାଦି, ସେଇ ପରଧର୍ମକୁ ଆଦର କଲେ। ତେଣୁ ଆମେ ଏଇ ନର୍କ ଦୁନିଆରେ ପଡ଼ି ରହିଛେ। ସେଥିପାଇଁ ବାବା କହୁଛନ୍ତି ଯେ ପ୍ରଥମେ ଆମେ ବୁଝିବା ଯେ ନିରାକାର ଶିବ ବାବା ସ୍ୱୟଂ ଆସିଛନ୍ତି, ସାକାର ବ୍ରହ୍ମା ବାବା, ତାଙ୍କର ଏମିତି ଆମ ପରି ଶରୀର ଅଛି। ବ୍ରହ୍ମା ବାବା ତ ଆମେ ଦେଖିଛେ ନା, ସିଏ ହେଉଛନ୍ତି ଦାଦା ଲେଖରାଜ, ତାଙ୍କ ଶରୀରରେ ପ୍ରବେଶ କଲେ, ସିଏ ହେଲେ ପ୍ରଜାପିତା ବ୍ରହ୍ମା। ସେଇ ନିରାକାର ଶିବ ବାବା ପ୍ରଜାପିତା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଜ୍ଞାନ ଦେଉଛନ୍ତି। ତେଣୁ ଆମେ ସବୁବେଳେ ମନେ ପକାଇବା ସେଇ ଶିବ ବାବାଙ୍କୁ, କାହିଁକିନା ସେ ହିଁ ଜ୍ଞାନଟାକୁ ଦେଉଛନ୍ତି, ସିଏ ହିଁ ଜ୍ଞାନର ସାଗର। ଆମେ ଏଇସବୁ କଥା ଭଲ ରୂପରେ ଜାଣିଲେ ଆମର ମନ ସେଇ ଶିବ ବାବାଙ୍କ ପାଖରେ ଲାଗିବ, କାହିଁକିନା ଦାତାକୁ ହିଁ ମନେ ପକାଯାଏ। ମଝିରେ ଯିଏ ଦଲାଲ ରହିଲେ ବ୍ରହ୍ମା ବାବା, ତାଙ୍କ ଦ୍ୱାରା ଆମେ ଶୁଣିଲେ, ତାଙ୍କୁ ମନେ ପକାଇବା ଏତେ ଜରୁରୀ ନୁହେଁ। ବାବା କହିଲେ, ବାବା କହୁଛନ୍ତି ଯେ ତୁମେ ସବୁବେଳେ କହୁଛ ପ୍ରଭୁ ମୋତେ କୃଷ୍ଣଙ୍କ ପରି ସ୍ୱାମୀ ମିଳୁ, କୃଷ୍ଣଙ୍କ ପରି ପୁଅ ମିଳୁ। ଆରେ ତମେ ତ କୃଷ୍ଣଙ୍କ ଦୁନିଆକୁ ଯିବ, କୃଷ୍ଣପୁରୀକୁ ଯିବ। ମୁଁ ଆସିଛି ତୁମମାନଙ୍କୁ କୃଷ୍ଣପୁରୀକୁ ନେବା ପାଇଁ, ଯୋଗ୍ୟ କରାଇବା ପାଇଁ। ସିଏ ମୂଳ ବିଲକୁଲ ମାନେ ଫାଉଣ୍ଡେସନଟା କ'ଣ ଜାଣିପାରୁନ, ଖାଲି ଛାତ ପକାଇବାକୁ ଆଗ୍ରହ, ବଡ଼ ମହଲରେ ରହିବି, କେମିତି ରହିବ? ତେଣୁ କୃଷ୍ଣପୁରୀକୁ ଯିବା ପାଇଁ କୃଷ୍ଣଙ୍କ ପରି ଯୋଗ୍ୟ ହୁଅ। କୃଷ୍ଣ କ'ଣ? 16 କଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ମର୍ଯ୍ୟାଦା ପୁରୁଷୋତ୍ତମ, ସମ୍ପୂର୍ଣ୍ଣ ଅହିଂସକ, ସମ୍ପୂର୍ଣ୍ଣ ପବିତ୍ର। ସେମିତି ତୁମେ ହେଲେ ତୁମେ କୃଷ୍ଣପୁରୀକୁ ଯିବ, କୃଷ୍ଣଙ୍କ ପରି ସ୍ୱାମୀ ପାଇବ। କାହିଁକିନା ସତ୍ୟ ଯୁଗରେ ସମସ୍ତେ କୃଷ୍ଣଙ୍କ ପରି, କୃଷ୍ଣଙ୍କ ପରି ମାନେ ସେମିତି ସତପ୍ରଧାନ। ତେଣୁ ସେଇଭଳିଆ ପୁଅ ପାଇବ, ସେଇଭଳିଆ ସ୍ୱାମୀ ପାଇବ। ବାବା ବୁଝେଇ ଦେଲେ। ଆତ୍ମାକୁ ଭୁଲି ଯାଇଛେ ବୋଲି ଆମେ ଆତ୍ମାର ପିତା ପରମପିତା ପରମାତ୍ମାକୁ ଭୁଲି ଯାଇଛେ। କିନ୍ତୁ ସତ୍ୟ ଯୁଗରେ ଆଉ ଆମେ କେବେ ହେଲେ ଭାବିବାନି, ଏଇ ଶରୀର କଥା ଭାବିବାନି। ମୁଁ ଗୋଟିଏ ଶରୀର ବୋଲି ଭାବନାରେ ନଥିବ, ମୁଁ ଗୋଟିଏ ଆତ୍ମା ବୋଲି ଭାବୁଥିବା। ଆଉ କିନ୍ତୁ ପରମାତ୍ମା ସତ୍ୟ ଯୁଗରେ ନଥିବେ। ପରମାତ୍ମା ଆସନ୍ତି କାହିଁକି? ତାଙ୍କର କାମ ଅଛି, ସେ ସେଥିପାଇଁ ଆସିଛନ୍ତି, ଆମକୁ ପବିତ୍ର କରିକି ସାଥିରେ ନେବେ, ଏଠି ସ୍ୱର୍ଗ ସ୍ଥାପନ କରିବେ, ସେଥିପାଇଁ ଆସିଛନ୍ତି। ଆଉ ଇଏ କାମ ସରିଗଲା ପରେ ସିଏ ତ ସବୁ ସମର୍ପଣ କରିଦେଇକି ତାଙ୍କ ସ୍ଥାନକୁ ଯିବେ। ତେଣୁ ସତ୍ୟ ଯୁଗରେ ପରମାତ୍ମା ନଥିବେ, ଆଉ ମଣିଷର ଶରୀର ଭାନ ନଥିବ, ଆତ୍ମଭାନରେ ଥିବ। ତେଣୁ ସତ୍ୟ ଯୁଗରେ ସୁଖ ଶାନ୍ତି ଆନନ୍ଦ ପ୍ରେମ ଭର୍ତ୍ତି ହେଇ ରହିଥିବ। ବାବା କହୁଛନ୍ତି ଯେ ବାପାଙ୍କୁ ଚିହ୍ନିଲେ ଆମେ ସମ୍ପତ୍ତି ପାଇବା। ତେଣୁ ବାପାଙ୍କୁ ପ୍ରଥମେ ଚିହ୍ନ, ବାପାଙ୍କ ପାଖରେ କ'ଣ ଅଛି ଜାଣ। ଯଦି ସବୁ ଜାଣିବା ପରେ ବି ତମେ ଅଣଶୁଣା ହେଲ, ଜାଣିକି ବୁଝିକି ନ ବୁଝିଲା ପରି ଆକ୍ସନ କଲ, ଜାଣିକି ନ ଜାଣିଲା ପରି ରହିଲ, ତାହେଲେ କିଛି ମିଳିବ ନାହିଁ। ବାବା କହୁଛନ୍ତି ଯେ ଲୋକଙ୍କର ଗୋଟେ ଧାରଣା ରହିଛି, ବ୍ରହ୍ମରେ ଆତ୍ମା ଲୀନ ହୁଏ, ପରମାତ୍ମାଙ୍କ ସାଥିରେ ଆତ୍ମା ଲୀନ ହେଇଯାଏ। ବାବା କହୁଛନ୍ତି ସେଇଟା ସବୁ ଭୁଲ ତଥ୍ୟ। ଆତ୍ମା କେବେ ହେଲେ ପରମାତ୍ମାଙ୍କ ସହିତ ଲୀନ ହୁଏ ନାହିଁ। ଆତ୍ମା ଏଇଠି 84 ଜନ୍ମ ତ ସବୁ ଆତ୍ମା ନିଅନ୍ତିନି, କିନ୍ତୁ 5000 ବର୍ଷରେ ଯେଉଁ ନାଟକ ଚାଲିଛି, ସେଇ ନାଟକ ସରିଲେ ସବୁ ଆତ୍ମା ଶାନ୍ତିଧାମକୁ ଯାଆନ୍ତି, ପିତା ଘରକୁ ଯାଆନ୍ତି, ପିତାଙ୍କ ସାଥିରେ ଯାଆନ୍ତି। କିନ୍ତୁ ଆତ୍ମା କେବେ ହେଲେ ପରମାତ୍ମାଙ୍କ ସହିତ ବା ବ୍ରହ୍ମ ଯେଉଁ କହୁଛନ୍ତି ସେଥିରେ ଲୀନ ହୁଏ ନାହିଁ। ବାବା ପୁରା କହିଦେଲେ। ଭକ୍ତିରେ ତ ଅନେକ ସତ୍ସଙ୍ଗ କରୁଛନ୍ତି, ପ୍ରତିଦିନ ଆମେ ଶୁଣୁଛେ
ସିଏ ଏଇ ବାବାଙ୍କର ସତ୍ସଙ୍ଗ ଚାଲିଛି, କେତେ କ'ଣ ଆମେ ଶୁଣୁଛେ, କିନ୍ତୁ ଏଇ ସତ୍ୟ ଯୁଗରେ ପ୍ରକୃତ ସତ୍ସଙ୍ଗ ଚାଲିଛି ସତ ପିତାଙ୍କ ସାଥିରେ। ସତ ପିତା ହେଉଛନ୍ତି ସ୍ୱୟଂ ପରମ ପିତା ପରମାତ୍ମା ଶିବ ଭଗବାନ। ତାଙ୍କ ସହିତ ଆମର ଯେଉଁ ସଙ୍ଗ ହେଉଛି, ତାଙ୍କଠୁ ଜ୍ଞାନ ଶୁଣୁଛେ, ତାଙ୍କୁ ମନରେ ଚିନ୍ତନ ମନ୍ଥନ କରୁଛେ, ତାଙ୍କ ଜ୍ଞାନକୁ ଚିନ୍ତନ ମନ୍ଥନ କରୁଛେ, ତାଙ୍କ ସହିତ ଲଗ୍ନ ଲଗେଇ ମଗ୍ନ ହେଉଛେ ସବୁବେଳେ, ଏଇଗୁଡ଼ାକ ହେଉଛି ସତ୍ସଙ୍ଗ। କିନ୍ତୁ ଏଇ ଯେଉଁ ମଣିଷ ଶରୀରଧାରୀ ଯେତେ ଅଛନ୍ତି, ତାଙ୍କ ସହିତ ଆମେ ସତ୍ସଙ୍ଗ କରୁଛେ ବୋଲି ଭାବୁଛେ ସିନା, ସିଏ ସତ୍ସଙ୍ଗ ନୁହେଁ। କାହିଁକିନା କୌଣସି ଶରୀରଧାରୀ ଏବେ ତ ସତ୍ ନୁହନ୍ତି ନା। ସତ୍ ତ କେବଳ ସ୍ୱୟଂ ପରମ ପିତା ପରମାତ୍ମା। ତେଣୁ ସତ୍ସଙ୍ଗର ନାଁ କେଉଁଠି ଉଠୁଛି ଆମେ ବୁଝିପାରୁନେ। ବାବା କହୁଛନ୍ତି, ଯଦି ତୁମେ ସତ୍ ସହିତ ସଙ୍ଗ କରିବ ତାହେଲେ ସତ୍ୟ ଯୁଗକୁ ଯିବ। ଏଇ ମିଥ୍ୟା ସଙ୍ଗ କରୁଛ, ଏଇ ରାବଣ ଦୁନିଆରେ ରହିବ। ଆଉ ଯେବେ ବି ଆସିବ, ସେଇ ରାବଣ ଦୁନିଆ ଯେତେବେଳେ ଆରମ୍ଭ ହେବ, ସେତେବେଳେ ତୁମେମାନେ ଶାନ୍ତିଧାମରୁ ଆସିବ। ପରିଷ୍କାର ବାବା କହିଦେଲେ। 5000 ବର୍ଷ ପରେ ଗୋଟିଏ ଥର ଏଇ ସମୟରେ ସଙ୍ଗମ ଯୁଗରେ ବାବା ଆସୁଛନ୍ତି, ପ୍ରତି କଳ୍ପରେ ଥରେ ମାତ୍ର। ଏବେ ସେ ସମୟ ଚାଲିଛି। ତେଣୁ ଇଏ ଗୋଟେ ହେଉଛି ସୁବର୍ଣ୍ଣ ସୁଯୋଗ। ସୁବର୍ଣ୍ଣ ଯୁଗକୁ ଯିବା ପାଇଁ ବର୍ତ୍ତମାନ ସୁବର୍ଣ୍ଣ ସମୟ ଚାଲିଛି। ସେ ସୁବର୍ଣ୍ଣ ସୁଯୋଗକୁ ହରେଇବା ନାହିଁ। ବାସ୍ତବରେ ଆମେ ସମସ୍ତେ ଗଡଲି ଷ୍ଟୁଡେଣ୍ଟ ନିଜକୁ ଭାବିବା। ସିଏ ପିତା ରୂପେ ଆମକୁ ସମ୍ପତ୍ତି ଦେବେ, ଶିକ୍ଷକ ରୂପେ ପାଠ ପଢ଼ାଉଛନ୍ତି, ସଦ୍ଗୁରୁ ରୂପେ ଆମକୁ ସାଙ୍ଗରେ ନେବେ, ଗତି ସଦ୍ଗତି ଦାତା। ଆମେ ତାଙ୍କଠୁ ଯେତେବେଳେ ପାଠ ପଢ଼ୁଛେ, ଆମେ ନିଜକୁ ଭାବିବା ମୁଁ ଗଡଲି ଷ୍ଟୁଡେଣ୍ଟ, ଭଗବାନଙ୍କର ମୁଁ ଛାତ୍ର। ସାଧାରଣ ଛାତ୍ରଟିଏ କେତେ କ'ଣ ପାଉଛି ପାଠ ପଢ଼ିକି, ଆଉ ଆମେ ବେହଦ ଶିକ୍ଷକଙ୍କର ଛାତ୍ର, ବେହଦ ପାଠ ପଢ଼ୁଛେ, ତାମାନେ ଆମର ବି ପୋଷ୍ଟ ପୋଜିସନ୍ ସେମିତି ବେହଦ ହେବ। ଏଇ ନିଶାରେ ଆମେ ପାଠ ପଢ଼ିବା। ବାବା କହୁଛନ୍ତି ଯେ ଏଇ ବର୍ତ୍ତମାନ କଣ୍ଟାର ଜଙ୍ଗଲ ଚାଲିଛି। ଆମର ଏଇ ଯେଉଁ ସୃଷ୍ଟିକଳ୍ପ, ତାକୁ କୁହାଯାଏ ଓଲଟ ବୃକ୍ଷ। କାହିଁକି ଓଲଟ ବୃକ୍ଷ କୁହାଯାଉଛି? ମଞ୍ଜିଟା ଆମର ମାଟି ତଳେ ରହୁଛି, ଗଛଟା ସିଧା ଉପରକୁ ଉଠୁଛି। କିନ୍ତୁ ଇଏ ଯେଉଁ ମଣିଷ, ଏ ଯେଉଁ ସୃଷ୍ଟିର ବୀଜ ହେଉଛନ୍ତି ପରମ ପିତା ପରମାତ୍ମା ଶିବ ଭଗବାନ। ସିଏ ରହିଲେ ପରମ ଧାମରେ। ସୃଷ୍ଟି ବୀଜ ଝାଡ଼ ବା ଗଛ ରହିଲା ତଳକୁ, ମଞ୍ଜି ରହିଲା ଉପରେ, ଆମର ଏଇ ସଂସାର ରହିଲା ତଳେ। ତେଣୁ ଆକୁ କୁହାଗଲା ଓଲଟ ବୃକ୍ଷ, କଳ୍ପ ବୃକ୍ଷ। ବର ଗଛ ତ ଆଉ ନାହିଁ। ମାନେ ଆମର ଧର୍ମ ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମ, ସିଏ ତ ଆଉ ନାହିଁ। ଇଏ ଧର୍ମ ରୂପକ ବରଗଛ ନାହିଁ, ଏ ଓହଳରେ ଛିଡ଼ା ହୋଇଛି। କ'ଣ ଓହଳ? ବିଭିନ୍ନ ପ୍ରକାର ଧର୍ମ ଆସିଯାଇଛି। ଆଦି ସନାତନ ଦେବୀ ଦେବତା ଧର୍ମ ନଷ୍ଟ ହୋଇକି ଖ୍ରୀଷ୍ଟିଆନ ଧର୍ମ, ମୁସଲମାନ ଧର୍ମ, ଇସଲାମ ଧର୍ମ, ବୁଦ୍ଧ ଧର୍ମ, ଜୈନ ଧର୍ମ, ଏମିତି ବିଭିନ୍ନ ପ୍ରକାର ଧର୍ମ ପିତାମାନେ ଆସି ବିଭିନ୍ନ ମତ ମତାନ୍ତର ଚାଲିଛି, ବିଭିନ୍ନ ଧର୍ମ ପ୍ରତିଷ୍ଠା ହୋଇଛି। ଇଏ ହେଉଛି ଓହଳ। ପ୍ରକୃତ ବୃକ୍ଷ ହେଉଛି, ଧର୍ମ ବୃକ୍ଷ ହେଉଛି ବା ବର ଗଛ ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମ। ବାବା ସେଇ କଥା କହୁଛନ୍ତି। ସତ୍ୟ ଯୁଗ କଥା ଯେହେତୁ ଆମେ ଜାଣିଗଲେ, ସତ୍ୟରେ ଆମେ ସମସ୍ତେ ସୁନ୍ଦର। ଆସ୍ତେ ଆସ୍ତେ ଆତ୍ମା ଅପବିତ୍ର, ଶରୀର ବି ଅପବିତ୍ର, ପ୍ରକୃତି ବି ଅପବିତ୍ର। ପ୍ରକୃତିରୁ 5 ତତ୍ତ୍ୱରୁ ଶରୀର ଗଠିତ। ତେଣୁ ଶରୀର ବି ଅପବିତ୍ର, ଶରୀର ବି ରୋଗିଣା ହେଇ ଚାଲିଛି, ଅସୁନ୍ଦର ହେଇ ଚାଲିଛି। କିନ୍ତୁ ଆମେ ଦେଖୁଛେ ସାପ ପରି, ସାପ ଯେମିତି କାତି ଛଡ଼ଉଛି, ସେଇଭଳି ଆମର ଆତ୍ମା ଶରୀର ପରିବର୍ତ୍ତନ କରୁଛି। ଜନ୍ମ ଜନ୍ମାନ୍ତର ଯେଉଁ ଗୋଟିଏ ଥର ଆତ୍ମା ଜନ୍ମ ମୃତ୍ୟୁ ଚକ୍ରରେ ଆସୁଛି, ଅର୍ଥ ଏଇ ଆତ୍ମାର ମରଣ ନାହିଁ, ସିଏ ଅବିନାଶୀ। ସିଏ ଗୋଟିଏ ଶରୀର ଧାରଣ କରୁଛି ପ୍ରତି ଜନ୍ମରେ। ଯେମିତି ସାପ ତାର କାତି ଛଡ଼ଉଛି,
ସାପ ରହୁଛି, ପୁଣି ଆଉ ଥରେ ତାର ଚର୍ମ ହେଉଛି। ସେଇଭଳି ଆମ ଶରୀର। ବାବା କହୁଛନ୍ତି ଦେବାବାଲା ଜଣେ, ଦେବାବାଲା ତ ଜଣେ ସେଇ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନ ନା। କିନ୍ତୁ ଆମେ ଦେବାବାଲାଙ୍କୁ ଠିକରେ ଚିହ୍ନିନେ ବୋଲି ତ ଆମେ ଏମିତି ଅସୁବିଧାରେ ରହିଛେ। ବାବା କହୁଛନ୍ତି ତେଣୁ ବର୍ତ୍ତମାନ ତୁମେ କଣ୍ଟା ହେଇଯାଇଛ, କଣ୍ଟାରୁ ଫୁଲ ହୁଅ, ଫୁଲ ହେଇକି ଫୁଲବନକୁ ମୋ ସାଥିରେ ଚାଲ। ବାବା କହୁଛନ୍ତି ଆମେ ଫୁଲ ଥିଲେ, ପୁଣି ଯେତେବେଳେ ପୁରୁଷାର୍ଥ କରିବା ଆମର ବି ସାକ୍ଷାତକାର ହେବ। ଆମେ କ'ଣ ହେଇଥିଲେ, କ'ଣ ହେବା, ଏଗୁଡ଼ାକ ସବୁ ଆମକୁ ସାକ୍ଷାତକାର ହେବ। କିନ୍ତୁ ଏବେ ହେବନି, ପରବର୍ତ୍ତୀ ଅବସ୍ଥାରେ ଆଉ ଯେତେବେଳେ ପୁରୁଷାର୍ଥୀ ଆତ୍ମା ହେଇଯିବା ଆମକୁ ସାକ୍ଷାତକାର ହେବ। ମୀରା କିନ୍ତୁ ଧ୍ୟାନରେ ଯାଉଥିଲେ ଆମେ ଜାଣିଛେ। ମୀରାବାଇ ସେ ବହୁତ ବଡ଼ ଭକ୍ତ, ଶ୍ରୀକୃଷ୍ଣଙ୍କୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କ ପାଇଁ ପୁରା ଜୀବନକୁ ବାଜି ଲଗେଇ ଦେଇଥିଲେ। ବିଷ ବି ପିଇ ଦେଇଥିଲେ, ବିଶ୍ୱାସରେ ବିଷ ପିଇ ଦେଇଥିଲେ, ସେ ତାଙ୍କର ମୃତ୍ୟୁ ହେଇନଥିଲା। କିନ୍ତୁ ଫରକ ଏତିକି, ସେ ଶ୍ରୀକୃଷ୍ଣ ଜଣେ ଦେହଧାରୀଙ୍କୁ ଭଲ ପାଉଥିଲେ ବା ପୂଜା ପାଠ କରୁଥିଲେ, କିନ୍ତୁ ତାଙ୍କ ଆତ୍ମାର ପିତା ପରମପିତା ପରମାତ୍ମା ଶିବ ବାବା ସେ ଜ୍ଞାନ ତାଙ୍କ ପାଖରେ ନଥିଲା। ସେ ଧ୍ୟାନରେ ଯାଉଥିଲେ, କିନ୍ତୁ ଯୋଗ ଯେଉଁ ସ୍ମୃତି ପରମପିତା ପରମାତ୍ମାଙ୍କ ସହିତ ସେ ଲଗେଇ ନଥିଲେ। ସେ କେତେ ଡ୍ୟାନ୍ସ କରୁଥିଲେ, ଯେତେ ଯାହା କଲେ ବି ବାବା ସେ ଗୋଟିଏ କଥା କହୁଛନ୍ତି, ସେ ବୈକୁଣ୍ଠପୁରକୁ ଯାଇପାରିବେ ନାହିଁ, ସେ ସ୍ୱର୍ଗରେ ଜନ୍ମ ନେଇପାରିବେ ନାହିଁ। କାରଣ ସେ ସ୍ୱୟଂ ପରମପିତା ପରମାତ୍ମା ଶିବ ଭଗବାନଙ୍କୁ ଚିହ୍ନି ନାହାନ୍ତି। ବାବା ଏବେ କହୁଛନ୍ତି ଯେ ଫିଲ୍ମଟେ ମନେକର ଚାଲିଛି, ତା ଭିତରେ ଯଦି ଗୋଟିଏ ମାଛି ଉଡ଼ିଯିବାଟା ସୁଟିଂ ହେଇଯାଇଥିବ, ତାହେଲେ ଫିଲ୍ମରେ ସେ ମାଛି ଉଡ଼ିବାଟା ବି ଦେଖେଇବ। ସେମିତି ପ୍ରତିଦିନ ପ୍ରତି ସେକେଣ୍ଡରେ ଆମେ ଯାହା ଯାହା କରୁଛେ ଆମର ସେମିତି ଫିଲ୍ମ ସୁଟିଂ ଚାଲିଛି। ଇଏ ରିଲ୍ ପୁରା ପୁଣି କାର୍ଯ୍ୟକାରୀ ହେବ ବା ଇଏ ଆମର ଦେଖେଇବ ଆମ ଜୀବନରେ। ତେଣୁ ଆମେ ସବୁବେଳେ ଭଲ କାମ କରିବା, ଯାହା କରିବା ତାହା ସେଇ ଅନୁଯାୟୀ ଫଳ ପାଇବା, ସେଇଟା ହିଁ ଆମ ଜୀବନରେ ରିପିଟ୍ ହେବ। ତେଣୁ ପ୍ରତି ମୁହୂର୍ତ୍ତ ଆମର ବହୁତ ମୂଲ୍ୟବାନ। ପ୍ରତି ମୁହୂର୍ତ୍ତରେ ଆମେ ଠିକ୍ କେମିତି ସଜାଗ ହେଇକି ଚାଲିବା, ଯେମିତି ଆମର ସ୍କ୍ରିପ୍ଟଟା ଏକଦମ ବଢ଼ିଆ ହେବ। ବାବା କହୁଛନ୍ତି ଯେ ବୈକୁଣ୍ଠର ମାଲିକ ହେବା ପାଇଁ ଦୁଇଟି ଜିନିଷ ଦରକାର। ସେଇ ଦୁଇଟି ଜିନିଷ ଆମ ପାଖରେ ନ ରହିଲେ ଆମେ ବୈକୁଣ୍ଠର ମାଲିକ ହୋଇପାରିବା ନାହିଁ। କ'ଣ ସେ ଦୁଇଟା ଜିନିଷ? ଜ୍ଞାନ ଆଉ ଯୋଗ। ଜ୍ଞାନ ଯୋଗ ନିହାତି ଦରକାର, ତା ସହିତ ପୁଣି ଧାରଣା ସେବା ଅଛି। କିନ୍ତୁ ଜ୍ଞାନ ନ ଜାଣିଲେ ଯୋଗ କ'ଣ ଜାଣିପାରିବାନି। ଯୋଗ ନ କରିଲେ ଆମେ ବେହଦ ସମ୍ପତ୍ତି ପାଇପାରିବାନି, ଉଚ୍ଚପଦ ହାସଲ କରିପାରିବା ନାହିଁ। ତେଣୁ ପଢ଼ି କେତେ ଲୋକ ବି ପଢ଼ିଲେଣି କେଉଁ କାଳରୁ। ବାବା ଆସିଲେଣି 1936-37 ମସିହାରୁ। କେତେ ଆତ୍ମା ବାବାଙ୍କ ଠାରୁ ପାଠ ପଢ଼ିଲେଣି। ତଥାପି ବାବା କହୁଛନ୍ତି ଯେତେ ପୁରୁଣା ଶିକ୍ଷାର୍ଥୀ ଥିଲେ ବି, ଯେତେ ପୁରୁଣା ଗଡ଼ଲି ଷ୍ଟୁଡେଣ୍ଟ ଥିଲେ ବି, ତୁମେ ଯଦି ଏବେ ଆହୁରି ଅଧିକ ଭଲ ଭାବରେ ପଢ଼ି ନିଶ୍ଚୟ ବୁଦ୍ଧିରେ ପୁରୁଷାର୍ଥ କରିବ, ତୁମେ ବି ତାଙ୍କଠାରୁ ଆଗକୁ ଯିବ। ସେମିତି କାହାର ପୋଷ୍ଟ ପୋଜିସନ୍ ଏବେ ଲିଖିତ ଆକାରରେ ରହିନାହିଁ। କିଏ ଯାଇକି ପହଞ୍ଚି ଗଲାଣି, ପୁରା ସେଠି ସ୍ଥାନ ଅଧିକାର କରିନେଲାଣି, ସେମିତି ନାହିଁ। ବର୍ତ୍ତମାନ ରେସ୍ ଚାଲିଛି, ଆମେ ସେ ରେସ୍ରେ ଜଣେ ଜଣେ ଭାଗିଦାରୀ, ଭାଗ ନେଉଛେ। ତେଣୁ ଆମେ ସେଇ ରେସ୍ ପାଇଁ ପ୍ରିପେୟାର ହେଇକି ରେସିଂ କରିବା। ବାବା କହୁଛନ୍ତି ସେଥିପାଇଁ କ'ଣ ଦରକାର? ପୁରୁଣା ଧାମରୁ, ପୁରୁଣା ଦୁନିଆରୁ, ପୁରୁଣା ଶରୀର, ପୁରୁଣା ସଂସ୍କାର, ସବୁଥିରୁ ବୈରାଗ୍ୟ ବୃତ୍ତି ମନରେ ରହିଲେ ଆମେ ଆଗକୁ ଯାଇପାରିବା। ଏସବୁ ଜିନିଷକୁ ନ ଭୁଲିଲେ,
ପୁରୁଣାକୁ ଛାଡ଼ିଲେ ନୂଆକୁ ଆମେ ଗ୍ରହଣ କରିପାରିବା। ତେଣୁ ଅମୃତ ବେଳା ହେଉଛି ସବୁଠାରୁ ଶୁଦ୍ଧ ପବିତ୍ର ସମୟ। ସେଇ ସମୟରେ ବାବାଙ୍କ ସହିତ ମିଶି ଆମେ ବାବାଙ୍କ ସହିତ କଥାବାର୍ତ୍ତା ହୋଇ ଦିନଚର୍ଯ୍ୟା କ'ଣ କେମିତି କରିବା ତାକୁ ଜଣେଇବା, କ'ଣ ଭୁଲ ଭଟକା କରିଛେ ପୂର୍ବ ରାତ୍ରିରୁ ଲେଖିକି ରଖିଥିବା, ଆମର ଚାର୍ଟ ଲେଖିକି ରଖିଥିବା। ମାୟା ତ ଚାର୍ଟ ଲେଖେଇ ଦେଉନି। ଚାର୍ଟ ଲେଖିବା ବଡ଼ କଷ୍ଟ କାମ। ସମସ୍ତେ କହୁଛନ୍ତି, ବାବା କହୁଛନ୍ତି, କିନ୍ତୁ ଚାର୍ଟ ଲେଖିଲା ବେଳକୁ ମାୟା ତୁମକୁ ବିଘ୍ନ ପକାଉଛି। ତେଣୁ ମାୟା ଠାରୁ ଖବରଦାର ହେଇକି ଆମେ ଚାର୍ଟ ଲେଖିଥିବା, ବାବାଙ୍କୁ ତାକୁ ବି ଜଣେଇବା। ଏଇ ଅମୃତ ବେଳାରେ ବହୁତ ବିଘ୍ନ ଆସେ, ସାଂସାରିକ ବିଘ୍ନ, ଦୈବୀ ଦୁର୍ବିପାକ। ସେଇ ସମୟରେ ଯଦି ଆମେ ଆଲର୍ଟ ହେଇକି ବାବାଙ୍କ ସହିତ ଯୋଗ ଲଗେଇଥିବା, ସେତେବେଳେ ବି ଆମେ ବି ସେଇଥିରେ ରକ୍ଷା ପାଇଯିବା। ତେଣୁ ଅମୃତ ବେଳା କେବେ ହେଲେ ମିସ୍ କରିବାନି। ଦେହ ଭାନ ତୁଟିଲେ ନା ଆମେ ଖୁସିରେ ରହିବା। ଯେତେ ଦିନ ପର୍ଯ୍ୟନ୍ତ ଦେହ ବା ଶରୀର ପାଇଁ, ଶରୀର ଅଛି ବୋଲି ତ ମାନ ସାନ ଅପମାନ, ଧନ ସମ୍ପତ୍ତି, ଖାଦ୍ୟପେୟ, ଲାଳସା ସବୁ ଏଇ ଶରୀର ପାଇଁ। ଯେତେବେଳେ ଶରୀରରୁ ଆମର ମନ ତୁଟିଯିବ, ବିରାଗ ଭାବନା ଆସିବ, ଆମର ଖୁସି ଆପେ ଆପେ ଆସିଯିବ। ମୁଖ୍ୟ ଧର୍ମ ତ ହେଲା ଆଦି ସନାତନ ଦେବୀ ଦେବତା ଧର୍ମ। ସିଏ କୁଆଡ଼େ ଗଲାଣି, ଏବେ ବିଭିନ୍ନ ଧର୍ମର ଚାଲିଛି ଖେଳ। ତେଣୁ ଆମେ ବାବା ଆସିଛନ୍ତି ଏଇ ଧର୍ମଟାକୁ ପୁଣି ସ୍ଥାପନ କରିବା ପାଇଁ, ପ୍ରତିଷ୍ଠା କରିବା ପାଇଁ। ଆମେ ନିଜକୁ ବଡ଼ ଭାଗ୍ୟବାନ ଭାବିବା ଯେ ମୁଁ ବି ଜଣେ ବିଶ୍ୱକର୍ମା ହିସାବରେ, ଦକ୍ଷିଣ ହସ୍ତ ହିସାବରେ ବାବାଙ୍କର ଏଇ ଧର୍ମ ପ୍ରତିଷ୍ଠାରେ ନିଜକୁ ସାମିଲ କରିଛି। ବାବା କହୁଛନ୍ତି ଜ୍ଞାନକୁ ଆମେ ଚିତା କହିବାନି, କିନ୍ତୁ କାମକୁ ଆମେ ଚିତା କହିବା। କାମ ଚିତାରେ ବସିକି ଆମେ ସବୁ କଳା ପଡ଼ିଯାଇଛେ, ଆମର ସବୁ ପୋଡ଼ିଯାଇଛି। କ'ଣ ପୋଡ଼ିଯାଇଛି? ଦିବ୍ୟ ଗୁଣ ପୋଡ଼ିଯାଇଛି, ଦିବ୍ୟ ବୁଦ୍ଧି ପୋଡ଼ିଯାଇଛି, ଦିବ୍ୟ ଭାବନା, ଚିନ୍ତନ, ସବୁ ପ୍ରକାର ଯେତେ ଦିବ୍ୟତା ଆମ ପାଖରେ ଥିଲା ସେସବୁ ପୋଡ଼ିଯାଇଛି କାମ ଚିତାରେ ବସିକି। ବର୍ତ୍ତମାନ ଆମେ ଜ୍ଞାନ ଚିତାରେ ବସିବା। ଜ୍ଞାନ ପାଇ ସବୁ ପୁଣି ଆଉ ଥରେ ପ୍ରଜ୍ୱଳିତ ହେବା, ଆତ୍ମା ପ୍ରଜ୍ୱଳିତ ହେବ। ସବୁଠାରୁ ଉଚ୍ଚରେ ହେଲେ ବ୍ରହ୍ମା ଶିବ ବାବା, ତାପରେ ହେଲେ ସୂର୍ଯ୍ୟବଂଶୀ। ସୂର୍ଯ୍ୟବଂଶୀ କିଏ? ସୂର୍ଯ୍ୟବଂଶୀ ହେଲେ ସତ୍ୟ ଯୁଗରେ ଯେତେ ସମସ୍ତେ ସେମାନେ ହେଲେ ସୂର୍ଯ୍ୟବଂଶୀ ଦେବୀ ଦେବତା। ତାପରେ ଆସିଲେ ଚନ୍ଦ୍ରବଂଶୀ। ଚନ୍ଦ୍ରବଂଶୀ ହେଲେ ତ୍ରେତୟା ଯୁଗରେ ଯେତେ ରହିବେ ଆତ୍ମା। ତାହେଲେ ସବୁଠାରୁ ବଡ଼ ହେଲେ ପରମପିତା ପରମାତ୍ମା ଶିବ ଭଗବାନ। ତା ପଛକୁ ହେଲେ, ତା ତଳକୁ ହେଲେ ସତ୍ୟଯୁଗୀ ଆତ୍ମା ମାନେ ସୂର୍ଯ୍ୟବଂଶୀ। ତା ତଳକୁ ତ୍ରେତୟା ଯୁଗୀ ଆତ୍ମା ମାନେ ଚନ୍ଦ୍ରବଂଶୀ। ତା ତଳକୁ ଧର୍ମାତ୍ମା, ମହାତ୍ମା ଇତ୍ୟାଦି ଇତ୍ୟାଦି ଚାଲିଲେ। ତେଣୁ ଯେଉଁ ଆତ୍ମା ସତ୍ୱ ପ୍ରଧାନ ସେ ହିଁ ସତ୍ୟଯୁଗକୁ ଯିବ, ସୂର୍ଯ୍ୟବଂଶକୁ ଯିବ। ବାବା ସେଇଟା ବୁଝେଇଦେଲେ। ଶ୍ରେଷ୍ଠ କର୍ମ କଲେ ଶ୍ରେଷ୍ଠ ଦୁନିଆକୁ ଯିବା। ତେଣୁ ନିଜକୁ ନିଜେ ପଚାରିବା, ଲକ୍ଷ୍ମୀଙ୍କୁ ବରଣ କରିବା ପାଇଁ ମୁଁ ଯୋଗ୍ୟ ହେଲିଣି ତ? ସେତିକ ଯଦି ନିଜକୁ ନିଜେ ପଚାରିବା ଆମେ ଠିକ୍ ଉତ୍ତର ପାଇଯିବା। କାହାକୁ ପଚାରିବା ଦରକାର ନାହିଁ, ନିଜକୁ ନିଜେ ପଚାରିବା। ବାବା କହୁଛନ୍ତି ସେଥିପାଇଁ ଅମୃତ ବେଳାକୁ ମିସ୍ କରନି, ଅଶରୀରୀ ହେବାର ଅଭ୍ୟାସ କର, ଦୃଷ୍ଟି ବହୁତ ଶୁଦ୍ଧ ପବିତ୍ର କର, ଆଉ ଫୁଲ ହେବା ପାଇଁ ପୁରୁଷାର୍ଥ କର। ଫୁଲ ମାନେ ସତ୍ୟଯୁଗକୁ ଯିବା ପାଇଁ। ଏବେ ଆମେ କଣ୍ଟା ହେଇଯାଇଛେ, ସେଥିପାଇଁ ପୁରୁଷାର୍ଥ କର। ପୁଣି ବାବା କହିଲେ ନିଜର ପାୱାରଫୁଲ୍ ସ୍ଥିତି ଦ୍ୱାରା ମନସା ସେବାର ସାର୍ଟିଫିକେଟ୍ ଆମେ ନେଇପାରିବା। ପାୱାରଫୁଲ୍ ଆମର ସ୍ଥିତି ରହିବ, ତାହେଲେ ଆମେ ମନସା ସେବାର ସାର୍ଟିଫିକେଟ୍ ନେଇପାରିବା। ସେଥିପାଇଁ ଆଉ ବିଶ୍ୱକୁ ବି ଲାଇଟ୍ ମାଇଟ୍ ଦେବା। ଲାଇଟ୍ ମାଇଟ୍ ଦେଲେ ବାୟୁମଣ୍ଡଳ ଶୁଦ୍ଧ ପବିତ୍ର ହେବ। ତାପରେ ଆମର କ'ଣ ହେବ
ନିଜର ବୃତ୍ତିକୁ ଆମେ ଶ୍ରେଷ୍ଠ କରିବା। ଏଇ ଶ୍ରେଷ୍ଠ ବୃତ୍ତିକୁ ଦେଖି ଅନ୍ୟମାନେ ବଦଳିବେ। ଆମର ଦୃଷ୍ଟିକୁ ଶ୍ରେଷ୍ଠ କରିବା, ସ୍ମୃତିକୁ ଶ୍ରେଷ୍ଠ କରିବା। ସ୍ମୃତି ଆମର ଶ୍ରେଷ୍ଠ ହେଲେ ସେ ସମସ୍ତଙ୍କୁ ଯେଉଁ ବ୍ୟର୍ଥ ଚିନ୍ତନରୁ ମୁକ୍ତ କରି ସମର୍ଥ କରେଇବ। ଆମକୁ ଦେଖିକି ଅନ୍ୟମାନେ ବଦଳିବେ। ତେଣୁ ଲାଷ୍ଟ ସମୟରେ ଆଉ କିଛି ନଥିବ, ମନସା ସେବା କରିବା। କୁଆଡ଼େ କ'ଣ ଦୈବୀ ଦୁର୍ଘଟଣା ହେଇକି ଅସୁବିଧା ହେଇଥିବ, ଘରୁ ବି ଦରକାର ପଡ଼ିଲେ ବାହାରି ହେଇପାରୁନଥିବେ। ସେତେବେଳେ କେବଳ ମନସା ସେବାର ଆବଶ୍ୟକତା ରହିଛି। ମନସା ସେବା କଲେ ବାୟୁମଣ୍ଡଳ ନିର୍ବିଘ୍ନ ରହିବ। ତେଣୁ ବାବା କହିଲେ, କିଏ ବୁଝିବା ବାଲା ସମଝଦାର କିଏ? ଯିଏ ମନସା ବାଚା କର୍ମଣା, ମାନେ କଥାରେ, କର୍ମରେ, ମନରେ ବା ଭାବନାରେ ତିନି ପ୍ରକାର ସେବା ଯିଏ ସାଥ କରୁଥିବ, ଏକାଠି ସାଙ୍ଗେ ସାଙ୍ଗେ କରୁଥିବ, ମାନେ ଏକ ସମୟରେ ମନରେ ବି ସେବା ତାର ଥିବ, କଥାରେ ବି ସେବା ହେଇପାରୁଥିବ, କାମରେ ବି ସେ ସେବାରେ ଲାଗିଥିବ। କି ସେବା? ଈଶ୍ୱରୀୟ ସେବାରେ ନିଜକୁ ସମର୍ପଣ କରିଥିବ। ସିଏ ହେଉଛି ସବୁଠୁ ଠାରୁ ବୁଝିବା ବାଲା ସମଝଦାର ବଚ୍ଚା। ବାବାଙ୍କର ବାଣୀ କେତେ ଅମୃତ, କେତେ ମୂଲ୍ୟବାନ, ତାକୁ ଆମେ ଧାରଣାରେ ନିଶ୍ଚିତ ଆଣିବା। ଓମ୍ ଶାନ୍ତି।